ହ୍ୟାଲୋ ହାଇ ନମସ୍କାର ମୁଁ ଆପଣଙ୍କର ପ୍ରିୟ ବଣ୍ଟି ମୋର ଆଉ ଗୋଟେ ବ୍ଲଗ୍କୁ ଆପଣଙ୍କୁ ସ୍ୱାଗତ କରୁଛି। ସକାଳ ହେଲା ମା ଆମକୁ ଦେଲା ଯା ମୁଗ ଗୋଟେ ବସ୍ତା ବିରି ଗୋଟେ ବସ୍ତା ବିକି ଦେଇ ଆସିବ। ତେଣୁ ଆମେ ଆଜ୍ଞାକାରୀ ଛୁଆ ହେଇକି ଦୁଇ ଭାଇ ଭଉଣୀ ବାହାରିଗଲୁ ମୁଗ ବିରି ବିକିବା ପାଇଁ। ମୁଗ ବିରି ବିକିବା ବାଟରେ ଦେଖୁନାହାନ୍ତି ଆମ ଗାଁ କେତେ ସୁନ୍ଦର, ଆମ ବିଲ କେତେ ସୁନ୍ଦର ଦେଖାହେଉଛି। ତାପରେ ସେ ଆମେ ଯାଇକି ଦେଇଦେଲୁ ବିରି ମୁଗ ଓଜନ କରିଦେଲୁ। ତେଣୁ ସେ ଆମକୁ ପଇସା ଦେଲେ, ଆମେ ଖୁସିରେ ଖୁସିରେ ଆସିକି ମା ହାତରେ ସବୁ ଯାକ ପଇସା ଧରେଇ ଦେଲୁ। ତେଣୁ ଆମେ ସେ ପଇସା ଟଙ୍କାଟେ ନେଉନା। ତାପରେ ସେ ଦେଇ ସାରିଲା ପରେ ଆମେ ଆସିଲେ ଆମ ସାଇକେଲକୁ ପମ୍ପ ଦେବା ପାଇଁ। ତେଣୁ ମୁଁ ସାଇକେଲ ପମ୍ପ ଦେବି, ସିଏ ଗୋଟେ ପିଲାଟି କଛିମ ଦେଖାଉଛି। ଆଉ ଯାହା ଛାଡ଼। ତାପରେ ମୁଁ ଆସି ଗାଧୋଇ ପଇଲି, ସିଏ ବି ଗାଧୋଇ ପଇଲା, ଦୁଇ ଜଣ ମିଶି ଗାଧୋଇ ପଇଲୁ। ସିଏ ତାର ଗଲା ଠାକୁର ପୂଜା କରିବା ପାଇଁ, ତାପରେ ମୋର ଆଉ ତାର ମିଶି ଖାଇଦେଲୁ। ଖାଇସାରିଲା ପରେ ଆମେ ବାହାରିଗଲୁ କଲେଜ ଯିବ ସିଏ, ମୁଁ ଦୋକାନ ଯିବି। ତେଣୁ ଆମେ ଦୁଇ ଜଣ ମିଶି ବାହାରିଗଲୁ। ତାକୁ ମୁଁ କଲେଜ ପାଇଁ ଛାଡ଼ି ଦେଇକି ମୁଁ ମୋ ଦୋକାନ ପଳେଇଲି। ତାପରେ ସେ ଆଗରୁ ପଳେଇ ଆଇଛି, ତେଣୁ ମୁଁ ଏଣେ ମୋର ଆସିଲି ଖାଇବା ପାଇଁ ଆସିକି ମୋର ମା ଆଜି କୋଳଥ ଡାଲି ଭାତ ଏରା ସବୁ କରିଥିଲା ତ ବଢ଼ିଆ ଲାଗୁଥିଲା। ତେଣୁ ମୁଁ ଖାଇଦେଲି। ତାପରେ ଦେଖୁନାହାନ୍ତି କେତେ ଜୋର ବର୍ଷା ଆଇଲାଣି। ତାର ମୁଁ କ'ଣ କଲି ନା କାଳେ ବର୍ଷା ହେବ ବୋଲି ମୁଁ ଶୀଘ୍ର ପଳେଇଲି। ତାପରେ ରାତିରେ ଆସିଲା ବେଳେ ସୁମିତ୍ରା ସହିତ ଟିକେ ବସିକି କଥାବାର୍ତ୍ତା ହେଲି। ତାର ମା ତାରିଣୀକି ଆସି ଦର୍ଶନ କଲି। ପ୍ରଭୁ ମାନଙ୍କୁ ଦର୍ଶନ କରିସାରିଲା ପରେ ରହୁଛି ଜୟ